ବେଲଖଣ୍ଡି ମନ୍ଦିର ନ ବି ଏତେ ପୁରୁଣା ମନ୍ଦିର ଆମର ଗାଁରେ ଅଛେ ବୋଲି ମୁଇଁ ଜାଣିନି ଥି। ହେଲୋ ଫ୍ରେଣ୍ଡ ସମସ୍ତଙ୍କୁ ମୋର ଜୁହାର ଜୟ ମା ମାଣିକେଶ୍ୱରୀ। ପହେଲା ତ ମୁଇଁ ଇଟା ରୁଟି ବନାବାରେ ଲାଗି ପଡ଼ିଥିନି କାଁଜିକିନା ପହେଲେ ବାପା ଇଟା କ୍ଷେତକେ ଯିବେ ବୋଇଲେ ତାକର୍ ଲାଗି ଇଟା ରୁଟି ବନେଇ ଦଉଛେଁ। ତାରପରେ ଆମେ ଦୁଇ ଜଣ ଇଟା ମନ୍ଦିର ଯିବାର୍ ଲାଗି ରେଡି ହେଇଥିନୁ ତାରପରେ ଆମେ ମନ୍ଦିର ଯିବାର୍ ଲାଗି ବାହାରି ଯାଏସୁଁ। ଆଉ ଆଜି ଆମେ ଯାଉଛୁ ଆମର ଗାଁର ମନ୍ଦିରକେ ଯେନ୍ଟା କି ନଦୀ ଖଣିରେ ଅଛି। ତାରପରେ ଆମେ ପହଞ୍ଚି ଯାଏସୁଁ ମନ୍ଦିରକେ ଆଉ ଆପଣମାନେ ଭାବୁଥିବେ ମନ୍ଦିର ତ ପହଞ୍ଚି ଗଲେ ହେଲେ ମନ୍ଦିର କେନ୍ଟା ବୋଲିକରି। ତ ଫ୍ରେଣ୍ଡସ୍ ଇ ମନ୍ଦିରଟା ହେଉଛି ଗୋଟେ ବହୁତ ପୁରୁଣା ମନ୍ଦିର। ଭିଡିଓ ଷ୍ଟାର୍ଟିଂରେ କହିଥିନି ଯେ ବେଲଖଣ୍ଡି ମନ୍ଦିର ନୁ ବି ପୁରୁଣା ମନ୍ଦିର ବୋଲିକରି। ତ ଫ୍ରେଣ୍ଡସ୍ 10-15 ବର୍ଷ ତଲେ ବୈଡ଼ ଗୋଟେ ଆସିଥିଲା ବୋଇଲେ ଶିବଲିଙ୍ଗଟା ବାହାରିଥିଲା। ଆଉ ସେନେ ଯେଡେ ଯେଡେ ଇଟ ମାନେ ଥିଲା ଯେ ମୁଇଁ ଭାବଲି ବହୁତ ପୁରୁଣା ମନ୍ଦିର ବୋଲିକରି ଆଉ ମୁଇଁ ବି ସକ୍ଟ ହେଇଗଲି। ଆଉ ଆଜିକାଲି ଜମାନାନେ ଏଡେ ଏଡେ ଇଟ ମାନେ ବନାବାର ତ ମୁଇଁ ନି ଦେଖବାର। ଆଉ ଯେନ୍ ମାନକେ ବି ଯଦି ବିଲିଭ ନି ଲାଗୁଛେ ବୋଲେ ଥରେ ଭିଜିଟ କରିକିନା ଦେଖୁନ୍। ଆଉ ଇ ମନ୍ଦିରଟା ଅଛି ନଦୀ ଖଣିନେ। ଆଉ ବହୁତ ଲୋକ ଭାବୁଥିବେ କି ମନ୍ଦିର କାଁଜି ନେଇ ବନାବାର ବୋଲିକରି କାଁଜିକିନା ବୋଲେ 10-15 ବର୍ଷ ତଲେ ଯେନ୍ ବୈଠଟା ଆସିଥିଲା ବୋଇଲେ ଶିବଲିଙ୍ଗଟା ବାହାରିଥିଲା ବୋଲି ଜାଣିଛ। ବାକି କାଣା ପ୍ରୋବ୍ଲେମ ଥିଲା ବୋଇଲେ ସେ ମନ୍ଦିରଟା ବନାବାର ଆରମ୍ଭ ନେଇ ହେଇଥେ ତାଲି। ତ ଇ ବର୍ଷନୁ କାମ ମାନେ ବି ଷ୍ଟାର୍ଟିଂ ହେଇଗଲାନ ଆଉ ବହୁତ ଜଲ୍ଦି ମନ୍ଦିରଟା ବି ହେଇଯିବା। ଆଉ ଇ ଭିଡିଓଟାକେ ବହୁତ ମାତ୍ରାରେ ସେୟାର କରବେ ଯାଦ୍ୱାରା କି ବହୁତ ଲୋକ ଜାଣିପାରିବେ କି ତୁର୍ଲାଖମରେ ବି ପୁରୁଣା ମନ୍ଦିର ଗୁଟେ ଅଛେ ବୋଲିକରି। ତ ଫ୍ରେଣ୍ଡସ୍ ଭିଡିଓ ଯଦି ଭଲ ଲାଗିଥିଲା ବୋଲେ ଲାଇକ୍ ସେୟାର ଫଲୋ କରବାକେ ବିଲକୁଲ ବି ନେଇ ଭୁଲବେ। ଜୁହାର। ଏବେ ଆମେ ଦର୍ଶନ ସରେ କରି ଇଆଡ଼େ ଯେ ବୁଲି ଆସିଛୁ ଆଉ ସିଆଡ଼େ ଅଛି ମନ୍ଦିର ଆଉ ଇଆଡ଼େ ଅଛି ନଦୀ ଦେଖିପାରୁଥିବେ। ଆଉ ଭିଉ ଏନ୍ତା ଲାଗୁଛି ପୁରା ମସ୍ତ ଲାଗୁଛି ମତେ ତ ଇନେ ଥାନେ ଏନ୍ତା ଲାଗୁଛି।